ପୁଣି ଦେଖିବା ସେଇ ନବମ ପଞ୍ଚମ ମେଳକ। ବିଛାକୁ କର୍କଟ ନବମ, କର୍କଟକୁ ବିଛା ପଞ୍ଚମ। ବରର ହେବ ବିଛା, କନ୍ୟାର ହେବ କର୍କଟ। ଚଳିବ? ସମସ୍ତେ କହିବେ ଚଳିବ। ତାରି ଭିତରେ ପେଚ ଅଛି। କ'ଣ ପେଚ ଅଛି ନା 16/8 ବିଛା, 7/4 କର୍କଟ। ବିଶାଖା ବିଛା, ପୁନର୍ବସୁ କର୍କଟ। ୟାଙ୍କୁ ବ୍ୟବହାର କରନ୍ତୁ ନାହିଁ ମଧ୍ୟମ ନାଗନାଡ଼ି କାନ୍ଦିଆଟା ସାରା। ବିଶାଖା ବିଛା 16/8, ପୁଷ୍ୟା କର୍କଟ 8/4। ଇଏ ଦୁଇ ଜଣଙ୍କୁ ଏକାଠି କରନ୍ତୁ ନାହିଁ, କାରଣ ଦାନବ ଦେବତା ଇଏ ବ୍ୟବହାର ହୋଇପାରିବ ନାହିଁ। 16/8 ବିଛା, ବିଶାଖା ବିଛା, 9/4 କର୍କଟ, ଅଶେଷା କର୍କଟ। ଇଏ ଦାନବକୁ ଦାନବ ଆଖି ମୁଜିକିରି ବାହାର କରନ୍ତୁ, କିଛି ଅସୁବିଧା ହେବନି। 17/8 ଅନୁରାଧା ବିଛା, 7/4 ପୁନର୍ବସୁ କର୍କଟ। ବିଛା କର୍କଟ, ପୁନର୍ବସୁ କର୍କଟ। ଇଏ ହେଲା ଦେବତା, ସେ ଦେବତା ଆଖି ମୁଜି ବାହାର କରନ୍ତୁ। ଅନୁରାଧା ବିଛା 17/8, ପୁଷ୍ୟା କର୍କଟ 8/4। ଦେବତାକୁ ଦେବତା ଆଖି ବୁଜି ବାହାର କରନ୍ତୁ। ତାପରେ ଆସିଲା 16/8 9/4 କର୍କଟ, 17/8 9/4 କର୍କଟ। ୟାକୁ ବ୍ୟବହାର କରନ୍ତୁ ନାହିଁ, କାହିଁକି ନା ଦେବତାକୁ ଦାନବ ଏଥିରେ ବି ହେଇପାରିବ ନାହିଁ। 18/8 ବିଛା, ଜ୍ୟେଷ୍ଠା ବିଛା, 7/4 ପୁନର୍ବସୁ କର୍କଟ। ଇଏ ହେଉଛି ଦେବ ଦାନବ, ବ୍ୟବହାର କରନ୍ତୁ ନାହିଁ। 18/8 ଜ୍ୟେଷ୍ଠା ବିଛା, ପୁଷ୍ୟା କର୍କଟ 8/4 ଦାନବ ଦେବତା ବାହାର ନାଁ ଧରନ୍ତୁ ନାହିଁ। 18/8 ଜ୍ୟେଷ୍ଠା ବିଛା, 9/4 ଅଶେଷା କର୍କଟ। ଦୁଇ ଜଣ ଯାକ ଦାନବ ଆଖି ବୁଜି ବାହାର କରନ୍ତୁ, ଗଣ ଗୋଟିଏ। ତାହେଲେ କ'ଣ ହେଲା ନା 16/8 9/4 ବ୍ୟବହାର କରିପାରିବେ, 17/8 8/4 ବ୍ୟବହାର କରିପାରିବେ, ତାପରେ 17/8 7/4 ବ୍ୟବହାର କରିପାରିବେ, 18/8 9/4 ବ୍ୟବହାର କରିପାରିବେ। ଇଚ୍ଛା ସରିଲା ଏତିକି, ଆଉ ଅଲଗା ନାହିଁ।